नवेम्बर 30 ଆଉ ଡିସେମ୍ବର 1 ତାରିଖ ଦିନ ଗୋଆରେ ଆଇସିଏନ୍ ଗୋଆ ଅନୁଷ୍ଠିତ ହେଇଥିଲା। ସେଥିରେ ମୁଁ ପାର୍ଟିସିପେଟ୍ କରିଥିଲି ଏବଂ ଡିସେମ୍ବର 13 ଏବଂ 14 ରେ ହେଇଥିଲା ମସଲମେନିଆ ବେଙ୍ଗଲୋର, ସେଥିରେ ବି ମୁଁ ପାର୍ଟିସିପେଟ୍ କରିଥିଲି। ଆଉ ଆଇସିଏନ୍ ଗୋଆରେ ମୁଁ ମେନ୍ସ କ୍ଲାସିକ 30+ ଏବଂ ଓପନରେ ମୁଁ ସେଥିରେ ଗୋଲ୍ଡ ହାସଲ କରିଥିଲି ଏବଂ ଓଭରଅଲ୍ କ୍ୟାଟେଗୋରୀରେ ମୁଁ 2025 ପାଇଁ ପ୍ରୋ କ୍ୱାଲିଫାଇ କରିଛି ଏବଂ ମସଲମେନିଆ ବେଙ୍ଗଲୋରରେ ମୁଁ ମେନ୍ସ କ୍ଲାସିକ ଓପନ ଡିଭିଜନରେ ଫାର୍ଷ୍ଟ ପ୍ଲେସ୍ ହାସଲ କରିଛି ଏବଂ ମସଲମେନିଆ ନ୍ୟାସନାଲ ପାଇଁ ମୁଁ କ୍ୱାଲିଫାଇ କରିଛି। ପରିଶ୍ରମ ତ ଆମେ ସବୁଦିନ କରି ଆସୁ, କିନ୍ତୁ ଖେଳ ପାଇଁ ଆମେ ଲାଷ୍ଟ 4.5 ମାସ ହେଲାଣି ୟା ପାଇଁ ପ୍ରିପାରେସନ ଚାଲିଥିଲା। ୟା ପାଇଁ ମୁଖ୍ୟତଃ ଶ୍ରେୟ ମୁଁ ଦେବି ମୋର ଯେ କୋଚ୍ ରହିଛନ୍ତି ଶ୍ରୀରାମ କୃପାଲ ମିଶ୍ର, ତାଙ୍କ ଅଣ୍ଡର ଗାଇଡାନ୍ସରେ ମୁଁ ଏଥିରେ ପାର୍ଟିସିପେଟ୍ କରିଥିଲି ଏବଂ ପ୍ରିପାରେସନ କରୁଥିଲି ଏବଂ ସେଥିପାଇଁ ମୁଁ ତାଙ୍କୁ ଅଶେଷ ଶ୍ରେୟ ଦେବି। ଆଇସିଏନ୍ ଗୋଆରେ ଯେ ଆସିଥିଲେ ସେଠି ଦେଶ ବାହାରୁ ଦୁବାଇରୁ ଇଟାଲୀରୁ ସବୁ ଆସିଥିଲେ ଏବଂ ଭିଏତନାମରୁ ଆସିଥିଲେ ସବୁ ପ୍ରତିଯୋଗିତା କରିବା ପାଇଁ। ତ ବହୁତ ଟପ୍ କମ୍ପିଟିସନ ଥିଲା, କିନ୍ତୁ ମସଲମେନିଆ ବେଙ୍ଗଲୋରରେ କେବଳ ଅଲ୍ ଇଣ୍ଡିଆ ବେସିସରେ ପାର୍ଟିସିପେଟ୍ ଆସିଥିଲେ। ମାନେ ମୁଁ ଆଶା କରୁନଥିଲି ଏଇ ଟାଇପର ସମସ୍ତଙ୍କ ଭଲ ପାଇବା ପାଇକି ମୁଁ ବହୁତ ଖୁସି ଲାଗୁଛି ଆଉ ଏବଂ ଆଗକୁ ଆହୁରି ପରିଶ୍ରମ କରିବା ପାଇଁ ଏଇଟା ମତେ ବହୁତ ବଡ ପ୍ରେରଣା ଦଉଛି। ଆଗକୁ ମୋର ଲକ୍ଷ୍ୟ ରହିଛି ମୁଁ 2026 ମସିହା ସୁଦ୍ଧା ମୁଁ ଦେଶ ବାହାରକୁ ଯାଇକି ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟରନ୍ୟାସନାଲରେ